गोटे रखा जदि न रखा से हणा हवा को जीवे प्रथमे आमको धारण कला सी होती यही माटी माँ धरित्री माँ वसुधा माँ तेणु आम एठी जहाँ को पूजुचु सी होती माटीर गोटे हुंका जहाँ को आम माँ रूप पूजा करूँ सी गोटे माटीर हुंका यही हुंका भितर रही उई मानकर असंख्य कोठरी असंख्य सबू तांकर असंख्य बा अनंत आमे तो पाठ पढ़ी इंजीनियरिंग पास करी सिविल इंजीनियरिंग पास करी आम प्लान बेले बेले फेल होउची पोल भुसुड़ी पड़ुची छात भुसुड़ी पड़ुची केते कथा होउची किंतु सेमाने को इंजीनियरिंग स्कूल ले पाठ पढ़ी थिले कि किंतु सेमानंकर जो प्लान प्रोग्राम इतने सुंदर देखिले गोटे छोट कीट उईर गोटे छोट कीट उई भितर एते शक्ति प्रभु देइछन्ति जाओ आमे बाहर कार्यक्रम शेष करी आम माटी क्षेत्र को बा आम कर्म क्षेत्र को आमे आसीचु शरीर सुस्थ रही काली पर्यंत जहाँ जमती असुस्थता थिला किंतु ये परिवेश रे पहुँचवा परे निश्चित भाव में बलिया सुस्थ अनुभव करुछि गतकाली दिल्ली हाउस कास मंदिर रु रामायण जुगर केतोटी माँ कथा कही को माँ कथा कही कौशल्या कैकेयी सुमित्रा मंथरा यही भाव में अनेक माँ मान कथा कही मंदोदरी कथा भी कही ता सहित सुपर्णेखा कथा भी कही अनेक माँ कथा काली जेतिकी मने पइला सबु कही एवं आजिर यही विशाल समाज रे खाली हिंदू नुहति विशाल समाज मानव समाज आजिर यही मानव समाज यदि बुली बुली किरी आपन देखिए से अनेक प्रकार माँ रामायण जमती वर्णित अच्छी सेमती अनेक स्वभावर माँ आज भी आम समाज रे परिलक्षित हुए गोटे माँ कथा छाड़ी दे जाइथिली जरता मार ना हूँ जरता जरता पाई ये पृथ्वी को प्रभु राम आसिले से भाव आहरी अनेक माँ मानकर कथा रही रामायण रे गोटे पक्षी की सम्मान दि जाइए जटायु रामायण रे गोटे मृग को सम्मान दि जाइए सी हूँ मारीच रूपी मृग ताको उद्धार भी प्रभु करिसेंती मर्कट भल्लुक ठारू आरंभ करी गुंडीची मूषा पर्यंत रामायण रे समस्त को सम्मान प्रदर्शन करिसेंती एणु रामायण को पुराण बोली कहा जाए ना गोटे काव्य बोली ताको कहा जाए पुराण कहले महाभारत इत्यादि की कहा जाए किंतु रामायण को से भली पुराण भितर निरा गणा जाए रे यही रामायण धीरे धीरे वाल्मीकि थारू एजावत रामायण बहु विध बा बहु भाव परिचित होइछि। आपण देखिए
ରାମାୟଣର ତ ରାମଙ୍କ କଥା କାଲି କହିଥିଲି, ଲକ୍ଷ୍ମଣଙ୍କ କଥା କହିଥିଲି, ଭରତଙ୍କ କଥା କହିଥିଲି, ଶତ୍ରୁଘ୍ନଙ୍କ କଥା କହିଥିଲି, ଦଶରଥଙ୍କ କଥା ମଧ୍ୟ କହିଥିଲି। ତେବେ ଆଉ ଗୋଟିଏ ଚରିତ୍ର ରାମାୟଣରେ ଦେଖାଯାଏ, ଖଳ ଚରିତ୍ର ରାବଣ। ରାବଣ ଲଙ୍କାର ରାଜା। ଯେହେତୁ ସେ ଲଙ୍କାର ରାଜା, ତା ଭିତରେ ରାଜସିକ ଗୁଣ ନିଶ୍ଚୟ ରହିବ। ରାଜସିକ ଗୁଣ ରହିବନି, ରାଜା କେମିତି ହବ? ଆଚ୍ଛା, ଖାଲି ରାଜସିକ ଗୁଣ ହେଲେ ଜଣେ ରାଜା ହବ ତା ବି ନୁହଁ। ତା ଭିତରେ ସାତ୍ଵିକ ଗୁଣ ବି ରହିଛି। ସାତ୍ଵିକ ଗୁଣ କ'ଣ? ସେ ଜଣେ ବ୍ରାହ୍ମଣ, ବେଦବିତ୍ ବ୍ରାହ୍ମଣ। ଓଙ୍କାର ରୂପୀ ବେଦକୁ ସେ ସମ୍ମାନ ପ୍ରଦର୍ଶନ କରୁଥିଲେ। ସେ ବିଶ୍ରବାନନ୍ଦନ, ତାଙ୍କ ବାପା ଜଣେ ଋଷି। ତେଣୁ ତାଙ୍କ ଭିତରେ ଯେଉଁ ବ୍ରହ୍ମତେଜ ଥିଲା, ସିଏ ହେଉଛି ସତ୍ୟ ଗୁଣର ପ୍ରତୀକ ବା ବ୍ରାହ୍ମଣର ପ୍ରତୀକ। ତେବେ ତମ ଗୁଣଟି କ'ଣ ଥିଲା? ତମ ଗୁଣଟା ବେଶୀ ନଥିଲା। ଯେତିକି ଥିଲା, ଗୋଟେ ମୂଲ୍ୟବାନ ଲୁଗା ଉପରେ ଛୋଟିଆ କାଳି ବିନ୍ଦୁଟିଏ ରହିଲେ ଯେମିତି ଗୋଟେ ମୂଲ୍ୟବାନ ଲୁଗାର ମୂଲ୍ୟ କମିଯାଏ, ଠିକ୍ ସେଇଭଳି ଭାବରେ ସୀତାଙ୍କୁ ସିଏ ଧର୍ଷଣ କରିନାହିଁ, ବଳାତ୍କାର କରିନାହିଁ, ସେଭଳି କିଛି କରିନି, ଟଣା ଉଠଣା କିଛି କରିନି। ସୀତାଙ୍କୁ ପୁଷ୍ପକ ଦାନରେ ବସେଇ ଅଶୋକ କାନନରେ ରଖିଥିଲା। ସେଇଟା ଗୋଟେ ଏଡ଼େ ବଡ଼ ଭୁଲ ହେଇଗଲା ତା ନୁହେଁ। କିନ୍ତୁ ସୀତାଙ୍କୁ ଯେତେବେଳେ ଫେରେଇ ଦେବା ପାଇଁ ମନ୍ଦୋଦରୀ, ବିଭୀଷଣ ବା ଅନ୍ୟାନ୍ୟମାନେ ତାକୁ ପରାମର୍ଶ ଦେଲେ, ଯେହେତୁ ସେ ରାଜା ବ୍ରାହ୍ମଣ ହେଲେ ବି କ୍ଷତ୍ରିୟର ଧର୍ମ ସେ ଆଚରଣ କରୁଛନ୍ତି, ତେଣୁ ସିଏ ସୁସ୍ପଷ୍ଟ ଭାବରେ ମନା କରିଦେଲେ, ମୁଁ ସୀତାଙ୍କୁ ଫେରେଇବି ନାହିଁ। ଏଇ ଯେଉଁ ଟିକିଏ ଜିଦ୍ ବା ଟିକିଏ ଅହଙ୍କାର ରହିଲା, ଯଦି ତୁମେ ସୀତାଙ୍କ ଭଳି ଜନନୀଙ୍କୁ ଜନନୀ ରୂପରେ ପୁଷ୍ପକ ଦାନରେ ବସେଇ ଅଶୋକ ବାଟିକା ଭିତରେ ରଖିପାରିଲ, ତାହେଲେ ତମ ପାଖରେ ତ ଅନେକ ରାଣୀ ଅଛନ୍ତି। ତୁମେ ଜାଣିବା ଦରକାର, ଜଙ୍ଗଲକୁ ରାମ ଲକ୍ଷ୍ମଣଙ୍କ ସହିତ ସେ ଜଣେ ହିଁ ମା ଆସିଥିଲେ ତାଙ୍କୁ ଟିକେ ଖାଇବାକୁ ପିଇବାକୁ ସେବା ଶୁଶ୍ରୂଷା କରିବା ପାଇଁ। ତାଙ୍କୁ ତୁମେ ଛଡ଼େଇ ଆଣିଲ କାହିଁକି? ତେଣୁ ଏଇ ଯେଉଁ ତମ ଗୁଣ, ଗୋଟେ ସିଆଇ ବିନ୍ଦୁ ଭଳି 1000 ଟଙ୍କାର ଲୁଗା, କିନ୍ତୁ ସିଆଇ ବିନ୍ଦୁଟା ଅଣାଏ କି 2 ଅଣାର ହେବ। ସେ ସିଆଇ ବିନ୍ଦୁଟା ପାଇଁ 1000-2000 ଟଙ୍କାଟା ମଧ୍ୟ ରଙ୍ଗାର ଲୁଗାଟା ମଧ୍ୟ ମୂଲ୍ୟହୀନ ହେଇଯାଉଛି। ତେଣୁ ଇଏ ହେଉଛି ରାବଣର ଚରିତ୍ର। ତେଣୁ ରାବଣକୁ ଆମେ ଯେମିତି ପ୍ରେଜେଣ୍ଟ କରୁଛୁ ଟିଭିରେ, ନାଟକରେ, ରାବଣ ସେଭଳି ଆଦୌ ନୁହନ୍ତି। ରାବଣକୁ ଯେଉଁମାନେ ପୋଡ଼ନ୍ତି ମୋତେ ଭାରି ବିରକ୍ତ ଲାଗେ। ଇଏ ଗଲା ରାବଣର କଥା। ସେଇ ରାବଣର ଆଉ ଗୋଟିଏ ଭାଇ ବିଭୀଷଣ, ତାକୁ ଆମେ ବହୁତ ସମ୍ମାନ ଦେଉଛୁ। କେବଳ ସମ୍ମାନ ପାଇବାର ଯୋଗ୍ୟ ଯଦି କେହି ଥାଏ, ସିଏ ହେଉଛନ୍ତି କୁମ୍ଭକର୍ଣ୍ଣ, ସେ ବିଭୀଷଣ ନୁହନ୍ତି। କୁମ୍ଭକର୍ଣ୍ଣକୁ ନିଦରୁ ଉଠେଇ ଦିଆଗଲା, ତାକୁ ଯଥେଷ୍ଟ ଖାଇବାକୁ ଦିଆଗଲା। କାହିଁକି ମୋତେ ଉଠେଇଲ, ତାର କାରଣ ମଧ୍ୟ ପଚାରିଲା। ସବୁ କଥା ଶୁଣିଲା,
ଗୋଟି ଗୋଟି କରି ସବୁ କଥା ଶୁଣିଲା ଏବଂ ଶେଷକୁ କହିଲା, ତୁମେ ଯାହାକୁ ଭାଇ ଚୋରି କରି ଆଣିଛ ସିଏ ହେଉଛନ୍ତି ଲକ୍ଷ୍ମୀ, ଯାହାର ଆଣିଛ ସିଏ ହେଉଛନ୍ତି ନାରାୟଣ। ତୁମ କପାଳରେ ଲେଖା ଅଛି ଯେଉଁଦିନ ସୀତାଙ୍କୁ ହରଣ କରିବ ସେଦିନ ତୁମେ ମରିବ। ଜାଣି ଶୁଣି ଏ ଭୁଲଟା କେମିତି କରୁଛ? ରାବଣ କ୍ରୋଧାନ୍ୱିତ ହେଲା, କାରଣ ରାବଣର ମନ ଭିତରେ ଥିଲା ମୁଁ ଯଦି କ୍ରୋଧ ନ ରଖିବି ତାହେଲେ ସୀତାଙ୍କୁ ଛାଡ଼ିଦେବି, ସୀତା ତାଙ୍କର ଅଯୋଧ୍ୟା ଯିବେ, ମୁଁ ମୋର ଲଙ୍କାକୁ ଆସିବି, ମରିବି, କେତେବେଳେ ବୁଢ଼ା ହେଇକିରି ମରିବି। ଆଉ କିନ୍ତୁ ଆଜି ମରିବି ରାମଙ୍କ ହାତରେ। ତେଣୁ ସେ ମନା କଲା, ମୁଁ ଦେବିନି। କୁମ୍ଭକର୍ଣ୍ଣ କଲା, ହଉ ତୁମ କଥା ମାନୁନୁ, ମୁଁ ଯାଉଛି। ଆଉ ଭାଇକି ଆଗ ପରାମର୍ଶ ଦେଲା, ବୁଝେଇଲା, ତାପରେ ଯୁଦ୍ଧକୁ ଗଲା। ଯୁଦ୍ଧକୁ ଯାଇ ସେ ନିହତ ହେଲା, କିନ୍ତୁ ରାମଙ୍କୁ ନମସ୍କାର କରି ସେ ନିହତ ହେଇଛି। ରାମଙ୍କ ଦର୍ଶନ ପାଇ ସେ ନିହତ ହେଇଛି। ଇଏ ଗଲା ଗୋଟେ କଥା। କିନ୍ତୁ ବିଭୀଷଣର ଚରିତ୍ର ଅଲଗା। ବିଶେଷ ଭାବରେ ଭୀଷଣ ହେଉଛି ବିଭୀଷଣ। ଖାଲି ମହତ ଲୋକର ଆଶ୍ରୟ ସେ ନେଇଯାଇଥିଲା ବୋଲି ତା ଉପରେ ଗୋଟେ ସିମ୍ପାଥି ଆମମାନଙ୍କର ରହିଛି। ଭାଇ ଯଦି ତୁ ଯଦି ଭାଇକୁ ପରାମର୍ଶ ଦେଲୁ, ସୁପରାମର୍ଶ ଦେଲୁ, ସେ ଗ୍ରହଣ କଲାନି, ତୁ ନୀରବରେ ରହିଥାନ୍ତୁ, ମନେ ମନେ ରାମ ରାମ ଜପ କରିଥାନ୍ତୁ। ତୁ କାହିଁକି ବଡ଼ ଭାଇ ରାବଣକୁ ବିରକ୍ତ କଲୁ? ତତେ ସେ ତଣ୍ଟିଆଟା ପକେଇଲା, ଯା ରାମ ରାମ ପାଖକୁ ପଳା, ଏ ଲଙ୍କା କଟକ ମୁଁ ଦେଖିବିନି। ତୁ ସେ ପଳେଇଲା, ଅପେକ୍ଷା କଲା ନାହିଁ। କ'ଣ ସେଇ ଲଙ୍କା କଟକରେ ରହି ସେ କ'ଣ ରାମଙ୍କୁ ସ୍ମରଣ କରିପାରିନଥାନ୍ତା? ଚାଲିଲା। ଆଚ୍ଛା, ଏପଟକୁ ଆସିକିରି ରାମ ତାକୁ ଶରଣ ଦେଲେ, କାରଣ ଶରଣାର୍ଥୀକୁ ଶରଣ ଦେବା ହିଁ ଧର୍ମ ବା ପୁଣ୍ୟ, ଦେଲେ ଭଲ। କିନ୍ତୁ ରାବଣକୁ କେମିତି ମରାଯିବ, କେଉଁ ଦ୍ୱାର ଦେଇ ରାମ ପ୍ରବେଶ କଲେ କରିବେ, କେଉଁଥିରେ ତାଙ୍କ ପୁଅ ଇନ୍ଦ୍ରଜିତ ମରିବ, କେଉଁଥିରେ ଆଉ କିଏ ମରିବେ, ସମସ୍ତ ମୃତ୍ୟୁଭେଦ, ଏପରିକି ଶେଷ ବେଳେ ମଧ୍ୟ ରାବଣର ମୃତ୍ୟୁଭେଦ ମଧ୍ୟ ସେ ରାମଙ୍କୁ ବତେଇଥିଲା। ଏହାଦ୍ୱାରା ହେଲା କ'ଣ? ବିଭୀଷଣଙ୍କ ପାଇଁ ଲଙ୍କା କଟକ ଜୟ ହେଲା, ବିଭୀଷଣଙ୍କ ପାଇଁ ସୀତା ଉଦ୍ଧାର ହେଲେ, ବିଭୀଷଣଙ୍କ ପାଇଁ ସବୁକିଛି ହେଲା। କିନ୍ତୁ ଗୋଟିଏ ସୁନ୍ଦର ଦେଶର ସୁନ୍ଦର ମାନଚିତ୍ରଟିକୁ ସେ ରାମଙ୍କୁ ଦେଇଦେଲେ କେବଳ ନିଜ ସ୍ୱାର୍ଥ ପାଇଁ। ଆଡ଼େ କାନ୍ଦୁଛନ୍ତି ମୋ ଭାଇ, କିନ୍ତୁ ସେ ପ୍ରକାରେ ଆଖିରେ ଲୁହ ନାହିଁ। ନିଜେ ରାଜା ହେଲେ, ରାମଙ୍କୁ ଦର୍ଶନ କରି ସେ ମରିନାହାନ୍ତି, ରାମଙ୍କ ହାତରେ ମରିନାହାନ୍ତି। ସେ କେଉଁଦିନ ମଲେ ସେ କଥା ଆଉ ରାମାୟଣରେ ଲେଖା ଥିବ, ମୁଁ ପଢ଼ିନି। ତେଣୁ ସଜ୍ଜନ, ବିଭୀଷଣ ହେଉଛନ୍ତି ବିଶେଷ ଭାବରେ ଭୀଷଣ। ଦୁଃଖ ବିପଦ ବେଳେ ଭାଇ ଶତ୍ରୁ ହେଇଥିଲେ ବି ତା ପାଖରେ ଠିଆ ହେଲେ ଭାଇର ମମତା ବଢ଼େ, ଭାଇ ଭାଇର ସମ୍ବନ୍ଧ ବଢ଼େ। ଦୁଃଖ ବେଳେ ଯଦି ଭାଇ ଭାଇକି ଛାଡ଼ି ଦେଇ ମୃତ୍ୟୁ ଭୟରେ ପଳେଇ ଆସେ, ତାହେଲେ ସେ ଭାଇ ନୁହେଁ, ସେ ଭାଇଟି ହେଉଛି ଭଗାରୀ। ତେଣୁ ବିଭୀଷଣଙ୍କର ଚରିତ୍ର
ତୁମ ବଳିଆ ପାଇଁ ଗ୍ରହଣୀୟ ନୁହେଁ। କିନ୍ତୁ କୁମ୍ଭକର୍ଣ୍ଣ ପ୍ରକୃତରେ ଗ୍ରହଣୀୟ ଯୋଗ୍ୟ। ସେଇଭଳି ଭାବରେ ମାରିଚ, ସେ ଗୋଟିଏ ରାବଣର ମାମୁଁ, ତାକୁ ମାୟା ବିଦ୍ୟା ମାଲୁମ ଥିଲା। ତେଣୁ ରାବଣ ତାକୁ କହିଲା ତୁ ମୃଗ ହ, ଏମିତି କର ସେମିତି କର। ସେ ପ୍ରଥମେ ମନା କଲା। ରାବଣ ତା ଚୁଟିକି ଧରିଲା, ଗଲା କ'ଣ ହେଲା ରେ ତୁ ଯିବୁ ନେଇ। ସେଇଠି କହିଛି ମାମୁଁ, ତୁମ ହସ୍ତେ ମଲେ ମାମୁଁ ନର୍କରେ ପଡ଼ିବି, ରାମ ହସ୍ତେ ମଲେ ମାମୁଁ ସ୍ୱର୍ଗପୁର ଯିବି। ତେଣୁ ମୁଁ ଏବେ ମାୟା ମୃଗ ରୂପ ଧାରଣ କରି ଯାଉଛି, ପ୍ରଭୁଙ୍କର ସରବିଦ୍ଧରେ ମୋର ଜୀବନ ଦୀପ ଲିଭିଯିବ। ତେଣୁ ପବିତ୍ର ରାମାୟଣକୁ ଖାଲି ଡଗ ଡଗ ହେଇ ପଡ଼ିଗଲେ ସେଥିରେ ମୂଲ୍ୟ କିଛି। ଆମର ଏହି ବିଶାଳ ସମାଜ ଭିତରେ ଆମେ କେତେବେଳେ ରାମ, କେତେବେଳେ ଲକ୍ଷ୍ମଣ, କେତେବେଳେ ଭରତ, କେତେବେଳେ ଶତ୍ରୁଘ୍ନ ହେଉଛୁ, ବିଭୀଷଣ ହେଉଛୁ, କେତେବେଳେ କୁମ୍ଭକର୍ଣ୍ଣ ହେଉଛୁ, କେତେବେଳେ ରାବଣ ହେଉଛୁ। ସେ କଥା ନିଜେ ରାମାୟଣ ରୂପକ ଦର୍ପଣରେ ନିଜର ପ୍ରତିବିମ୍ବକୁ ଦେଖ। ତୁମେ କେତେବେଳେ ଅପରିଷ୍କାର ହେଉଛ, କେତେବେଳେ ପରିଷ୍କାର ହେଉଛ। ତେଣୁ ସଜ୍ଜନ, ଆପଣମାନେ ଲକ୍ଷ୍ୟ କରୁଥିବେ ମୁଁ ଯଦିଓ ସୁସ୍ଥ, ସମ୍ପୂର୍ଣ୍ଣ କ୍ଳାନ୍ତ। ଗତକାଲି ରାତିରେ ଫେରିଲି, ଭଲରେ ଫେରିଲି। ମୁଁ ସୁସ୍ଥତା ଅନୁଭବ କରୁଥିଲି। ହଠାତ୍ ମୋର ସମସ୍ତ ଖାଦ୍ୟପେୟ ବାନ୍ତିରେ ଚାଲିଗଲା। ବାନ୍ତି ପରେ ମୁଁ 2 ଥର ଲାଟ୍ରିନ୍ ବି ଗଲି। ତାପରେ ଛେନା ଟିକେ ଖାଇ ଶୋଇଥିଲି। ରାତି ତମାମ ଶୋଇନାହିଁ, ନିଦ ହେଇନି, ଟିକେ କ'ଣ ହେଇଯିବ। ଏବେ ଆପଣମାନଙ୍କୁ ଏହି ଶୁଭବାର୍ତ୍ତା, ପବିତ୍ର ରାମାୟଣର ବାର୍ତ୍ତାଟି ଦେଇ ବଢ଼ିଆ ଟିକେ ବିଶ୍ରାମ କରିବ। ସରିନାହିଁ ରାମାୟଣ ଅଛି ବହୁ ବାକି, ଏବେ ସୁଦ୍ଧା ଲୁଚି ନାହିଁ ରାବଣର ଭୀତି। ଆପଣ ଦେଖିବେ, ବାୟାଙ୍କ ପାଖକୁ ଆପଣ ଯିବେ, ସେଠି କେବଳ ଗୋଟିଏ ଶବ୍ଦ ବିଶେଷ ଭାବରେ ଶୁଣିବେ। କେତେବେଳେ କେତେବେଳେ କହନ୍ତି ବାୟା ଜୟ ଗୁରୁ, ଆଉ କେତେବେଳେ କହିଲେ ହରିବର ହରିବର, ହରିବର ହରିବର, ଜୟ ଗୁରୁ ହରିବର ହରିବର। କେତେବେଳେ କହନ୍ତି ଜୟ ନିତାଇ। ନିତ୍ୟାନନ୍ଦ କିଏ? ଯିଏ ହେଉଛନ୍ତି ଦ୍ୱାପରର ବଳରାମ, ସେ ହେଉଛନ୍ତି ନିତ୍ୟାନନ୍ଦ। ଇଏ ହେଲା ବାବାଙ୍କର ଗୋଟେ ଧାରା। ସେଇଭଳି ଯଦି ବୈକୁଣ୍ଠଙ୍କ ପାଖକୁ ଯିବ, କୃଷ୍ଣ ପ୍ରେମର ସଙ୍ଗୀତ ବହୁତ ସେ ଲେଖିଛନ୍ତି। ଇଏ ବୁଝନ୍ତୁ ନ ବୁଝନ୍ତୁ ସେ କ'ଣ ଏଗୁଡ଼ା ସମ୍ପତ୍ତି ଥୋଇ ଦେଇକି ଗଲେ, ତମେ ତମ ଚାଷ କରି ଖାଇବ ନା, ଆଉ ଚାଷ କରିବନି ପଡ଼ିଆ ପକାଇବ, ଆଉ ତା ପାଇଁ କ'ଣ ତାଙ୍କ ଦୋଷ? ଆଚ୍ଛା, ସବୁ ଗୀତର ମୂଳଟା କାଢ଼ି ନେଇ ପ୍ରଭୁ ତୁମରି ଶରଣେ ରଖ। ସବୁଯାକ ମୋର ନେଇଯା, ତମ ଶରଣରେ ମୋତେ ରଖ। ତେଣୁ ବୈକୁଣ୍ଠ, ରାମଚରିତ୍ର ମାନସ, ହନୁମାନଙ୍କର ପୂଜା ସେ ଗରାପୁର ଆଶ୍ରମରେ କରନ୍ତି। କୃଷ୍ଣଙ୍କ ଗୀତ ଲେଖିଲେ ରାମଙ୍କ
ପର୍ବ ପାଳୁଛନ୍ତି, ଏହା କିପରି କଥା? ସିଏ ରାମ ଓ କୃଷ୍ଣଙ୍କ ଭିତରେ ବିଭେଦ ଦେଖିନଥିଲେ। ଯେମିତି ଗାନ୍ଧୀ କହିଲେ ରାମ ରହିମ, ଯିଏ ଆଲ୍ଲାହ ଈଶ୍ୱର ଆଲ୍ଲାହ। ସିନା ଗାନ୍ଧୀ କହିଲେ ଆଉ ଗୋଟିଏ କିଏ ମୁସଲମାନ ଭାଇ କହୁଛି, ତା ଦ୍ୱାରା ଅଧୁରା ହେଇକି ରହିଗଲା। ମଧୁସୂଦନଙ୍କର ଥିଲା କେବଳ କୃଷ୍ଣ ପ୍ରେମର ପ୍ଲାବନ, ଅଭିରାମଙ୍କର ଥିଲା ସମସ୍ତ କଥାକୁ ସେ ଜୀବନ ଦର୍ଶନର ତତ୍ତ୍ୱ ଭିତରେ ମିଶେଇ ଦେବେ। ଯେଭଳି ଅଚ୍ୟୁତ, ଶିଶୁ ଅନନ୍ତ, ଯଶୋବନ୍ତ ବଳରାମ ଜଗନ୍ନାଥ, ଅରକ୍ଷିତ ଦାସ, ମଧୁ ଦାସ, ଫଗୁ ଦାସ, ରାଜୀବ ଲୋଚନ, ଇଏ ସମସ୍ତଙ୍କର ତତ୍ତ୍ୱ ଯଦି ମିଶେଇ ଦିଆଯାଏ, ସବୁ ହେଉଛି ତତ୍ତ୍ୱଭିତ୍ତିକ ସଙ୍ଗୀତ। ଆରେ ବାଇବର, ଆରେ ବାଇବର, ଆରେ ବାଇବର, ବସା ଘର ଖଣ୍ଡି ତୁଇ ଥୟ କର ବାଇ ଥୟ କର। ଏଇଭଳିଆ ସଙ୍ଗୀତ ଲେଖି ମଣିଷକୁ ସଚେତନ କରୁଛନ୍ତି। ଯେତିକି ଦରକାର ସେତିକି ମିଶ। କଥାଟି ଏଇଠି ରଖିବା। ଯେଉଁମାନେ ବଳିଆକୁ ସାକ୍ଷାତ କରିବାକୁ ଚାହୁଁଛନ୍ତି 9ଟାରୁ 11ଟା ବା ଖୁବ୍ ବେଶୀରେ 12ଟା ପର୍ଯ୍ୟନ୍ତ ଆସନ୍ତୁ। ମୁଁ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଆଶ୍ରମରେ ଅଛି। ତାପରେ ମୁଁ ପୁଣି ଭିକାରୀ ଲୋକ କୁଆଡ଼େ କୁଆଡ଼େ ମୋ କାର୍ଯ୍ୟକ୍ରମ ନେଇ ମୁଁ ଯିବି। ଜାତକ ଯିଏ ପଠେଇବେ କୂଳ କୁଣ୍ଡଳିନୀ ଫୋନରେ ପଠାନ୍ତୁ। ଆଉ ଗୋଟିଏ କଥା ମୁଁ ଆପଣମାନଙ୍କୁ ନିବେଦନ କରୁଛି, ବଳିଆ ବାହାରକୁ ଗଲେ କ'ଣ ଅନନ୍ତ ଆମ ସାଙ୍ଗରେ ବାହାରକୁ ଯାଉଛନ୍ତି? ଆମେ ଯାଇଥିଲୁ ପ୍ଲେନରେ ଗଲୁ, ପ୍ଲେନରେ। ଅନନ୍ତ ପ୍ଲେନରେ ଗଲେ ପ୍ଲେନରେ ଆଇଲେ। ଅନନ୍ତ ପ୍ଲେନରେ ଅଛନ୍ତି, ଟ୍ରେନରେ ଅଛନ୍ତି, ବସରେ ଅଛନ୍ତି, ସବୁଠି ଗଲେ। କିନ୍ତୁ ଅନନ୍ତଙ୍କର ସେ ଆଲୋକଟା ଉଦ୍ଭାସିତ ହେଉଛି ଏଇ ଅରିଲ ମଠର ଏଇ ଯେଉଁ ହୁଙ୍କା ଭିତରେ। ଆପଣମାନେ କେବଳ ମୋବାଇଲ ଫୋନରେ ମୋତେ କଣ୍ଟାକ୍ଟ କରୁଛନ୍ତି, ମଠକୁ ଫୋନ କରୁଛନ୍ତି। ନା, ଏସବୁ କଥା ଆଦୌ ଶୁଭଙ୍କର ନୁହେଁ। ଆଶ୍ରମକୁ ଆସିବ, ଦୀପଟିଏ ଜାଳିବ, ଭୋଗ ଟିକିଏ କରିବ, କିଛି ଦୁଃଖ ଲେଖିକିରି ଆଣିଥିବ, ଠାକୁରଙ୍କ ପାଦ ତଳେ ରଖିବ। ଅତ୍ୟାବଶ୍ୟକ ହେଲେ ବଳିଆ ଯେଉଁଠି ଥାଉ ଫୋନରେ ଆପଣଙ୍କ ସହିତ ଯୋଗାଯୋଗ ମୁଁ କରିଦେବି। ଆପଣ ମୋତେ ଦେଖିଥିଲେ ଯାହା କହିଥାନ୍ତେ, ଫୋନରେ ବି ମୁଁ ସେୟା ଉତ୍ତର ଦେବି। କିନ୍ତୁ ଆପଣ ଯଦି ଠାକୁରଙ୍କ ଦର୍ଶନ କୋଉକୁ ଆସିବେନି, ଭୋଗ କରିବେନି, ଦୀପ ଜାଳିବେନି, ଖାଲି ଫୋନରେ କଥାକୁ ସମାଧାନ କରିବେ, ଏ କଥାଟାକୁ ବଳିଆ ଆଉ ଗ୍ରହଣ କରିପାରିବ ନାହିଁ। ଆସନ୍ତୁ, ଏଠି କିଛି ଅସୁବିଧା ନାହିଁ। ପ୍ରଭୁଙ୍କ ଦର୍ଶନ କରନ୍ତୁ। ବାବା ନାହାନ୍ତି, ଆଉ ପ୍ରଭୁ ପାଖକୁ କାହିଁ ଯିବା? ବାପା ଚାଲିଗଲେ, ମା ତ ଅଛନ୍ତି। ବାପ ମା ଉଭୟ ଚାଲିଗଲେ, ଭାଇ ଭଉଣୀ ତ ଅଛନ୍ତି। ନାହାନ୍ତି କୁହେ। ତେଣୁ ଅନନ୍ତ ରାଜ୍ୟରେ ନାହିଁ ବୋଲି ଶବ୍ଦ ରଖନା। ଭଲ କରି ଦେଖ, ଏଠି ସବୁବେଳେ ବଳିଆ ଅଛି, ସବୁବେଳେ ଅନନ୍ତ ଅଛି। ସୌଭାଗ୍ୟର ବିଷୟ, ଧର୍ମଶାଳାଟି ଛାତ ପଡ଼ିଯାଇଛି। ମୁଁ ବହୁତ ଖୁସି। ସମସ୍ତଙ୍କ ଦାନରେ ହେଇଛି। ଯେଉଁମାନେ ଦାନ ଦେଇଛନ୍ତି ତାଙ୍କ ନାଁ ସବୁ ଲେଖା ହେବ ଏଠି। ଇଏ ଗଲା ନର୍ମଦା ଧର୍ମଶାଳା।
ଆଉ ଗୋଟିଏ କାମ ଆମେ ଆରମ୍ଭ କରିଛୁ 10ଟି ଖଣ୍ଡେ ଲାଟ୍ରିନ୍ ବାଥରୁମ୍ ସୁନ୍ଦର ଭାବରେ ତିଆରି ଚାଲିଛି, ସେ ବି ସରିଯିବ। ସେ 10ଟିକି ମିଶେଇଲେ 30ଟି ଖଣ୍ଡେ ଲାଟ୍ରିନ୍ ବାଥରୁମ୍ ଆଶ୍ରମରେ ହେଇଗଲା। ଇଏ ଗୋଟେ ଆନନ୍ଦ କଥା। ତାପରେ ଆଉ ଗୋଟେ କଥା ମନରେ ଅଛି, ସେ ହେଉଛି ଗୋଶାଳା। ଗୋଶାଳାଟି ଅଛି, ଆଉ ଟିକେ ତାକୁ ବଢ଼େଇବା, ଗାଈମାନଙ୍କୁ ଟିକେ ରଖିବା। ଯଦି ନ ରଖିବା ସେ ହଣା ହେବାକୁ ଯିବେ। ତେଣୁ ପବିତ୍ର ରାମାୟଣଙ୍କର ପବିତ୍ର କଥାରେ ଏ ସମସ୍ତ କଥା ବଳିଆ ଆପଣମାନଙ୍କୁ ଜଣାଉଛି।